କହଇ ମନ ଆରେ ମୋ ବୋଲ କର, କଳା ଶ୍ରୀମୁଖ ବାରେ ଦେଖିବା ଚାଲରେ, ଦେଖିବା ଚାଲ। ଚୈତନ୍ୟ ନିଶ୍ଚିତ ଭାବରେ ମନକୁ ସମ୍ବୋଧନ କରୁଛନ୍ତି ଏବଂ ନିତ୍ୟ ନୀଳାଚଳ ଧାମକୁ ଆସିବା ପାଇଁ ସେ ମନକୁ ଅନୁରୋଧ କରିଛନ୍ତି ଚୈତନ୍ୟ। ଏବଂ ସୁନ୍ଦର ଭାବରେ ଏହି ମନୋବୋଧ ଚଉତିଶାକୁ ରଚନା କରିଛନ୍ତି କବି ଭକ୍ତଚରଣ ଦାସ, ଯାହାଙ୍କୁ କୁହାଯାଏ ଓଡ଼ିଶୀ ବୈଷ୍ଣବ ଦର୍ଶନର କବି ଏବଂ ଯାହାଙ୍କର ଆଶ୍ରମ ଖୋର୍ଦ୍ଧା ସୁନାଖଳା ନିକଟବର୍ତ୍ତୀ ସାନପଦର ଗ୍ରାମରେ ଅବସ୍ଥିତ ଏବଂ ସାନପଦର ସାନମଠର ସାନ ବାବାଜୀ ନାମରେ ତାଙ୍କୁ ଅଭିହିତ କରାଯାଇଥାଏ। ଏବଂ ଦ୍ୱିତୀୟ ପଦରେ ସେ କହୁଛନ୍ତି କ ଠାରୁ କ୍ଷ ପର୍ଯ୍ୟନ୍ତ ଯେଉଁ ବ୍ୟଞ୍ଜନ ବର୍ଣ୍ଣକୁ ଆଦ୍ୟରେ ରଖି ରଚନା କରାଯାଉଥିବା ଏହି ଚଉତିଶା ଓଡ଼ିଶାରେ ବେଶ୍ ଲୋକପ୍ରିୟ ମନୋବୋଧ ଚଉତିଶା ନିଶ୍ଚିତ ଭାବରେ ଏକ ଆତ୍ମତତ୍ତ୍ୱଜ୍ଞାନ ବିଷୟ, ଯାହାକି ସମଗ୍ର ବିଶ୍ୱ ସାହିତ୍ୟରେ ବିରଳ ଏହା କୁହାଯାଇପାରିବ। ଏବଂ ଦ୍ୱିତୀୟ ପଦରେ ସେ କହୁଛନ୍ତି ଖଣ୍ଡି ଯେ ଖଣ୍ଡି ତୋର ପଞ୍ଜରା କାଠି, ଖାଉନଥିବେ ଶ୍ୱାନ ଶୃଗାଳ ବାଣ୍ଟି। ଜୀବନର ନିଚ୍ଛକ ସତ କଥାଟିଏ କହିଛନ୍ତି କବି ପ୍ରବର, ଯାହା କୁହାଯାଉଛି ଖଣ୍ଡି ଯେ ଖଣ୍ଡି ତୋର ପଞ୍ଜରା କାଠି, ତୋ ହାଡ଼ର, ତୋ ମାଂସ, ତୋ ରକ୍ତ ମେଦ, ୟାକୁ ନିଶ୍ଚିତ ଭାବରେ ତୋର ମୃତ୍ୟୁ ପରେ ଏହି ଶ୍ୱାନ ଏବଂ ଶୃଗାଳମାନେ ଏମାନେ ବାଣ୍ଟି କରି ଖାଇବେ। ଏକ ନର୍କ ଯନ୍ତ୍ରଣା ଭୋଗିବ ଏ ଦେହ, ଯାହାକୁ ତୁ ଏତେ ସୁନ୍ଦର ଭାବେ ସଜେଇଛୁ। ତେଣୁ ନିଶ୍ଚିତ ଭାବରେ ଏବେଠାରୁ ତୋର ଚୈତନ୍ୟ ଉଦୟ ହେବା କଥା। ଏବଂ ଆହୁରି ମଧ୍ୟ କୁହାଯାଇଛି ଖଟ ପଲଙ୍କେ ସେଜ ସେଜାଇ ଶୋଉ, ଖଳ ଦୁର୍ଗନ୍ଧ ହେବ ଏତୋର ଦେହୁ। ଖଟ ଏବଂ ପଲଙ୍କ ଉପରେ ସୁପାତି ସେଜ ଯେଉଁ କୁହାଯାଉଛି ଗଜଦନ୍ତ ପଲ୍ୟଙ୍କ, ଏହା ଉପରେ ନିଶ୍ଚିତ ତୁଳିତଳ୍ପ ସେଜକୁ ପାରି ତୁ ଆରାମରେ ନିଦ୍ରା ଯାଉ। କିନ୍ତୁ ହେ ମନ, ଏ ଦେହରୁ ଖଳ ଦୁର୍ଗନ୍ଧ ବାହାରିବ। ଯେବେ ନିଶ୍ୱାସକୁ ବିଶ୍ୱାସ ନାହିଁ, ଯେବେ ସେ ତୋ ଦେହରୁ ବାହାରିଯିବ ଏବଂ ସେବେଠାରୁ ତୁ ମଡ଼ାରେ ରୂପାନ୍ତରିତ ହୋଇଯିବୁ ଏବଂ ତୋ ଦେହ ପୂତିଗନ୍ଧମୟ ନର୍କ ହୋଇଯିବ ଏବଂ ଏହା ଅତ୍ୟନ୍ତ ଦୁର୍ଗନ୍ଧରେ ପରିପୂର୍ଣ୍ଣ ହୋଇଯିବ ବୋଲି ଶକ୍ତ ଚେତାବନୀ ଦେଇଛନ୍ତି ମଧ୍ୟଯୁଗୀୟ ବିଶିଷ୍ଟ କବି ଭକ୍ତଚରଣ ଦାସ। ଗଲେଣି ତୋ ସଙ୍ଗରୁ ଯେତେକ ଜନ, ଗଣ୍ଠିରେ ବାନ୍ଧି ନେଲେ କେତେ ଧନ। ତୋ ସଙ୍ଗରୁ ଯିଏ ଆସିଥିଲେ ସେ ଚାଲିଗଲେଣି, ଅନେକ ଯିବେ ଏବଂ ତୋ ପୂର୍ବସୂରୀମାନେ ଯେଉଁମାନେ ଯାଇଛନ୍ତି ସେମାନେ କେହି କିଛି ସଙ୍ଗରେ ନେଇଯାଇନାହାନ୍ତି, କେବଳ ନେଇଥିବେ ଯଦି ପୁଣ୍ୟର ଗଣ୍ଠିଲି ନେଇଥିବେ। ଏ ପାର୍ଥିବ ଭୋଗ ମୋହ ବିଳାସ ଧନ ରତ୍ନ ଯାହା ପୃଥ୍ୱୀ ସଂଲଗ୍ନ, ତାକୁ କେହି ନେଇଯିବାର ନାହିଁ। ତେଣୁ କାହିଁକି ମନ ଏ ପାର୍ଥିବ ଭୋଗରେ ଏତେ ବିଳାସ ବ୍ୟସନରେ ଜୀବନ ଅତିବାହିତ କରୁଛୁ, ଦିନେ ଏ ଭ୍ରମନ୍ତର ତୁଟିଯିବ। ଆହୁରି ମଧ୍ୟ କହିଛନ୍ତି ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନ ବୋଲୁ, ଗାଢ଼େ ମଜିଣ ନିତ୍ୟ ଧନ ଅର୍ଜିଲୁ। ଗୁରୁ ଏବଂ ଗୋବିନ୍ଦ ଏ ଦୁହିଁଙ୍କୁ ଉଚ୍ଚ ସ୍ଥାନ ଦେଇଛନ୍ତି ନିଶ୍ଚିତ ଭାବରେ ଭକ୍ତ କବି ଭକ୍ତଚରଣ। ଗୁରୁ ଯାହାଙ୍କ ମାଧ୍ୟମରେ ଆମେ ଭଗବତ ଦର୍ଶନ କରିପାରିବା, ଭଗବାନଙ୍କୁ ଚିହ୍ନଟ କରିପାରିବା, ଭଗବାନଙ୍କୁ ଚିହ୍ନି ପାରିବା। ଏଇ ଦୁଇ ଜଣ, ଜଣେ ଗୁରୁ ଆଉ ଜଣେ ଗୋବିନ୍ଦ, ଜଗନ୍ନାଥ କୃଷ୍ଣ, ଏମାନଙ୍କ ନାମ ତୁ ତୁଣ୍ଡରେ ବୋଲୁନାହୁଁ। ତେଣୁ ଗାଢ଼େ ମଜିଣ ଯେଉଁ କୁହାଯାଉଛି ଏବଂ ଯାହା ଅନିତ୍ୟ, ଯାହା ଭୋଗ ବିଳାସ ପ୍ରାଚୁର୍ଯ୍ୟମୟ ଜୀବନ, ସେଇଥିରେ ତୁ ମାତି କରି ଜୀବନକୁ ଅତିବାହିତ କରୁଛୁ। ଏଥିପାଇଁ କବି କ୍ଷୋଭର ସହ ଏହା କହିଛନ୍ତି ପରନ୍ତୁ ଏ ସଂସାରର ଯାବତୀୟ ମନ୍ଦ କାର୍ଯ୍ୟରେ ଲିପ୍ତ ରହି ଅନ୍ୟାୟ ଅସାଧୁ ଉପାୟରେ ଧନ ଅର୍ଜନ କରିବାର ତରିକା, ଧନ ଅର୍ଜନ କରିବାର ପନ୍ଥାକୁ ଆପଣେଇ ତୁ ମହାଭୁଲ କରୁଛୁ ରେ ମନ। ନିଶ୍ଚିତ କୁହାଯାଇଛି ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ, ଘଟ ଛୁଟିଲେ ତୋତେ ବୋଲିବେ ଭୂତ। ଘର ଚାରି କାନ୍ଥ ବିଶିଷ୍ଟ ସୁନ୍ଦର ରାଜଉଆସ ପରି ତ୍ରିତଳ ରାଜପ୍ରସାଦ, ଏହାକୁ ତିଆରି କରି କରି ସାରା ଜୀବନ କଟିଯାଏ। କିନ୍ତୁ ଯେତେବେଳେ ତୋ ଦେହରୁ ଆତ୍ମା ଚାଲିଯିବ, ସମସ୍ତେ ତୋତେ ଭୂତ ବୋଲି କହିବେ ଏବଂ ସମସ୍ତେ ନିଶ୍ଚିତ ଭାବରେ ନିଜ ଦେହକୁ କିଳଉଥିବେ ଓ ମୃତ୍ୟୁ ପରେ କେହି ମଧ୍ୟ ମନେ ପକାଇବେ ନାହିଁ। ତେବେ କାହିଁକି ଘର ଘରଣୀ ଦେହ କିଳାଉଥିବେ, ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେ। ଘରର ଘରଣୀ, ଯାହାର ହାତ ଧରି ସାତ କଳସ ଆଠ ଦୀପ ଯେଉଁ କୁହାଯାଉଛି, ଅଗ୍ନି ବ୍ରାହ୍ମଣଙ୍କୁ ସାକ୍ଷୀ ରଖି ଯାହାକୁ ବିବାହ କରିଥିବୁ, ସେ ନିଶ୍ଚିତ ନିଜ ଦେହକୁ କିଳାଉଥିବ ଏବଂ ଭୂତ ପ୍ରେତ ବୋଲି ଚିତ୍କାର କରୁଥିବ। କୌଣସି ଦିନ ମନେ ପକାଉନଥିବ ଯେ ନିଶ୍ଚିତ ଭାବରେ ଏହି ପୁରୁଷର ହାତ ଧରି ଏହି ପୁରୁଷ ଜୀବନ ସାରା ମୋ ପାଇଁ ଖଟି ଖଟି ଅନେକ ପ୍ରକାର ତ୍ୟାଗ କରିଛି, ସେ ମନେ ପକାଇବେ ନାହିଁ। କିନ୍ତୁ 12 ଦିନ 11 ଦିନ 10 ଦିନ ଯେଉଁ କୁହାଯାଉଛି, ଶୁଦ୍ଧିକ୍ରିୟା ସାରି ଯେ ଯାହା ଘରକୁ ବାହୁଡ଼ି ଯିବେ, ମନେ ରଖିବେ ନାହିଁ ରେ ଧନ। ଚମତ୍କାର ଚମତ୍କାର ଶବ୍ଦ ସନ୍ଧାନ ଏହି ବ୍ରହ୍ମଜ୍ଞ କବିଙ୍କର। ଉଦ୍ଧାର ହେବୁ ଯେବେ ଭବସାଗରୁ,
ଉପାୟ କରି ଭଜ ଏବେ ଶ୍ରୀ ଗୁରୁ ଭବ ସାଗରୁ। ଏ ଭବ ସମୁଦ୍ର ଯେଉଁ କୁହାଯାଉଛି ପାର୍ଥିବ ଭୋଗ ଲୋଭ ମୋହ ବିଳାସର କ୍ଷେତ୍ର, ଯଦି ଏ ପାପ ପଙ୍କରୁ ଉଦ୍ଧାର ହେବୁ ତେବେ ନିଶ୍ଚିତ ଭାବରେ ସେହି ଶ୍ରୀଗୁରୁଙ୍କୁ ଭଜନା କର, ସେହି ଶ୍ରୀଗୁରୁଙ୍କ ଶରଣରେ ଯାଅ, ନିଶ୍ଚିତ ମୁକ୍ତି ପାଇଯିବୁ ରେ ମନ। ଉଣା ହେଉଛି ଦିନୁ ଦିନ ଆୟୁଷ, ଆୟୁ ଏଣିକୁ ଅଛି କେତେ ବୟସରେ। ପ୍ରତିଦିନ ଆମ ବୟସ, ଆମ ବଞ୍ଚିବାର ଦିନ କ୍ଷୀଣ ହେଇ ହେଇ ଚାଲିଛି, ଆଉ କେତେ ବୟସ ଅଛି। ବୃଦ୍ଧ ବୟସ ପୂର୍ବରୁ ଥରେ ହରିନାମକୁ ଭଜନ କର, ଥରେ ଶ୍ରୀକ୍ଷେତ୍ର ପରିଦର୍ଶନ କରି ଜଗନ୍ନାଥଙ୍କୁ ନିଶ୍ଚିତ ଭାବରେ ଦର୍ଶନ କରି ଏ ଦେହକୁ ମୁଖ୍ୟର ମାର୍ଗରେ ଘେନିଯାଅ ହେ ମନ। ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର, ଚିରି ଭିତର ଦେଖ କିନାର ଖାର। ଚିତ୍ର ପ୍ରତିମା ସୁନ୍ଦର ପଦଟିଏ କହିଦେଲେ କବି। ଅତ୍ୟନ୍ତ ସୁନ୍ଦର ଚିତ୍ର ପ୍ରତିମା ପ୍ରାୟ ଦେଖାଯାଉ, କିନ୍ତୁ ଥରେ ତ ଦେହକୁ ଚିରି ଦେଖ କି ନାରଖାର, ରକ୍ତ ମେଦ ମାଂସ ପୁତିଗନ୍ଧମୟ ନର୍କର ଏ ଦେହକୁ ନେଇ ଏତେ ଗର୍ବ କରିବାର ଆବଶ୍ୟକତା ନାହିଁ ଧନ। ଚର୍ମ ବେଢ଼ିଛି ସିନା ଚଉରାଶିକି, ଚିତ୍ତ ତୁ ଦିଅ ନୀଳଗିରି ବାସିଙ୍କି। ଏ ଦେହ 84 ଯନ୍ତ୍ରରେ ସୀମାବଦ୍ଧ, ତେଣୁ ଏହାକୁ ଚମଡ଼ା ଢାଙ୍କୁଣି କରି ରଖିଛି, କିନ୍ତୁ ତୁମକୁ ଏବେ ନିଶ୍ଚିତ ଭାବରେ ନୀଳଗିରିବାସୀ ଜଗନ୍ନାଥଙ୍କୁ ଚିତ୍ତ ଦେବାକୁ ପଡ଼ିବ, ମନ ଧ୍ୟାନ ପ୍ରାଣ ସବୁକିଛି ଦେବାକୁ ପଡ଼ିବ, ତେବେ ମୁକ୍ତିର ମାର୍ଗ ନିଶ୍ଚୟ ମିଳିବ ବୋଲି କବି କହିଛନ୍ତି। ଛାର ଦେହକୁ ମନ କରିଛୁ ସଜ, ଛନ୍ଦ କପଟ ତେଜି ଗୋବିନ୍ଦ ଭଜ। ଏ ଦେହ ଛାର, ଏ ଦେହ ନର୍କ କୁର୍ମୀ କୀଟର ଦ୍ୱାର। ଏ ଦେହକୁ ସଜ କରି କୌଣସି ମୂଲ୍ୟ ନାହିଁ, କାରଣ ଏ ଦେହ ମାଟିରେ ମିଶିଯିବ। ଏବଂ ଛନ୍ଦ କପଟ ତ୍ୟାଗ କରି ଏବେ ଆସ ସମୟ ଅଛି ଗୋବିନ୍ଦକୁ ଭଜନ କରିବା। ଛୁଇଁବେ ନାହିଁ ତୋତେ ବୋଲିବେ ମୋଡ଼ା, ଛଖଣ୍ଡ କାଠ ହେବ ତୋ ପାଇଁ ଲୋଡ଼ା। ଏହା ମହାମନ୍ତ୍ର ନିଶ୍ଚିତ ଭାବରେ ଓଡ଼ିଆ ସାହିତ୍ୟର। ଛୁଇଁବେ ନାହିଁ ତୋତେ ବୋଲିବେ ମୋଡ଼ା, ତୋତେ କେହି ଛୁଇଁବେ ନାହିଁ, ମୋଡ଼ା ବୋଲି ଯେ ଛୁଇଁବ ସେ ହିଁ ସ୍ନାନ କରିବ। ଏ ଦେହକୁ ନେଇ କେତେ ଗର୍ବ, ଏ ଯୌବନକୁ ନେଇ କେତେ ଉନ୍ମାଦତା, ସାଙ୍ଗସାଥି ମେଳ ପ୍ରିୟ ପରିଜନ ହସ ଖୁସି, କିନ୍ତୁ ଯେତେବେଳେ ଘଟ ବାହାରିଯିବ ସମସ୍ତେ ମୋଡ଼ା ବୋଲି ଛୁଇଁବେ ନାହିଁ। ତେଣୁ କେବଳ 6 ଖଣ୍ଡ କାଠର କୋକେଇ ତୋ ପାଇଁ ସଜ ହେଇଥିବ ଧନ। ଯମ ଯେ ନ ଜାଣଇ ବାଳୁତ ଯୁବା, ଯିବା ପାଇଁ ମନେ କରିଛୁ ଅବା। ଯମ ବୁଝେନି କିଛି, ସେ ବାଛି ନେବ କଞ୍ଚା ଏବଂ ରଖିବ ପାଚିଲା। ଯେଉଁ କୁହାଯାଉଛି କିଏ ବୃଦ୍ଧ କିଏ ଶିଶୁ କିଏ ଯୁବକ, ତାରୁଣ୍ୟର ହସ ହସୁଥିବା ମଣିଷକୁ ମଧ୍ୟ କୋଳେଇ ନିଏ ଯମ। ତେଣୁ ଯିବା ପାଇଁ ଯେଉଁ ମନରେ ତୁ ଆଶା ବାନ୍ଧି ବସିଛୁ, ଏ ଜୀବନ ଏ ନିଶ୍ୱାସ ତାକୁ ବିଶ୍ୱାସ ନାହିଁ। ଏ ଜୀବନ ଏ ନିଶ୍ୱାସ ସତରେ ତାକୁ କ'ଣ ବିଶ୍ୱାସ ଅଛି? ଜଣେ ହିଁ ଏଥୁ କେହି ନାହିଁ ଅମର, ଜଗନ୍ନାଥକୁ ଭଜ ହେବୁ ଉଦ୍ଧାର। ଜଗନ୍ନାଥଙ୍କୁ ଭଜନ କର, କାରଣ କେହି ଅମର ନାହାନ୍ତି। ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହେଲେ ହିଁ ମରଇ। ତେଣୁ ଏ ମର୍ତ୍ତ୍ୟଧାମ ଯେଉଁ ମରଧାମ, ଏଠି ସମସ୍ତଙ୍କୁ ମରିବାକୁ ହେବ। ତେଣୁ ମୁକ୍ତିର ମାର୍ଗ ଯଦି ସୁଗମ କରିବାର ଅଛି, ତେବେ ଜଗନ୍ନାଥଙ୍କୁ ଭଜନ କର ବୋଲି ମୃତ୍ୟୁର ମହା ଚେତାବନୀ ଦେଇଛନ୍ତି କବି ଭକ୍ତଚରଣ ଦାସ। ଝୋଲା କଛା ପାଛୋଡ଼ା ପିନ୍ଧାକୁ ରସୁ, ଝଡ଼ ସଂସାରେ ମନ ନ ବୁଝି ବସୁ। ଅତି ସୁନ୍ଦର ଅଳଙ୍କାର ଅତି ସୁନ୍ଦର ବସ୍ତ୍ରକୁ ପରିଧାନ କରି ତୁ ଅତ୍ୟନ୍ତ ସୌନ୍ଦର୍ଯ୍ୟ ଦେଖାଯାଉ, କିନ୍ତୁ ଏ ଝଡ଼ ସଂସାର ଯେଉଁ ଝଡ଼ ସଂସାର ଅନିତ୍ୟ, ଏଠି କ୍ଷଣିକ। ଏ ସଂସାର ଭିତରେ ପଶିଲେ ଏ ସଂସାରକୁ ଅମାନିଆ ହୋଇ କାହିଁକି ଧସେଇ ପଶୁଛୁ ମନ। ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ, ଝଡ଼ିଲା ପତ୍ର ବୃକ୍ଷେ ଲାଗିଛି କାହିଁ। ଜୀବନର ମହାମନ୍ତ୍ର ଶୁଣେଇଛନ୍ତି ଭକ୍ତ କବି। ଝୁଣ୍ଟି ପଡ଼ିଲେ ଅର୍ଥାତ୍ ମୃତ୍ୟୁ କେତେବେଳେ କେଉଁ ବାଟରେ କେଉଁ ଦିଗରେ ଆସି ତୋତେ ଆମନ୍ତ୍ରଣ ଦେଇଯିବ ତାହା ତୋତେ ଜଣା ନାହିଁ। କିନ୍ତୁ କାହିଁକି ଜାଣୁ, ଝଡ଼ିଲା ପତ୍ର ବୃକ୍ଷରୁ ଯେଉଁ ପତ୍ର ଝଡ଼ିଯାଏ ସେ ପୁନର୍ବାର ଆଉ ପତ୍ର ସେ ଗଛରେ ଲାଗେ ନାହିଁ, ଆଉ ବରଂ ନୂଆ ପତ୍ର କଅଁଳି ଥାଏ। ତେଣୁ ଜୀବନର ଅନିତ୍ୟତା ମୃତ୍ୟୁର ଏହି ମହାମନ୍ତ୍ର ନିଶ୍ଚିତ ଭାବରେ ସ୍ତବ୍ଧଚକିତ ଊନବିଂଶ ଶତାବ୍ଦୀର ମଣିଷ କାନରେ ଫୁଙ୍କିଛନ୍ତି ଭକ୍ତ କବି ଭକ୍ତ ଦାସ। ନିଶି ଦିବସେ ଥୟ ନୋହୁ ନା ମନ, ନିଦ୍ରାରେ ଦେଖୁଅଛୁ ଯଥା ସ୍ୱପନ। ନିଶି ଦିବସ ଯେଉଁ କୁହାଯାଇଛି, ରାତ୍ରି ଦିନ ତୋର ମନ ଥୟ ହୁଏନି। କିଭଳି ଭାବରେ ଅନ୍ୟାୟରେ ପାପାଚାରରେ ଏବଂ ଅର୍ବୁଦ ଅର୍ଥକୁ ଠୁଳ କରି ପାପ ଏବଂ ଅନ୍ୟାୟ ଧନକୁ ରୋଜଗାର କରି ପାର୍ଥିବ ମୋହରେ ବୁଡ଼ି ରହିବାର ଯେଉଁ ପ୍ରବଳ ପ୍ରୟାସ, ଯେପରିକି ନିଦ୍ରାରେ ବିମୋହିତ ହେଲା ପରେ ମଧ୍ୟ ଏହି ପ୍ରକାର ସ୍ୱପ୍ନ ତୁ ଦେଖୁଅଛୁ ବୋଲି କବି କହିଛନ୍ତି। ନ ଯିବେ ସଙ୍ଗେ କେହି ଯିବୁ ତୁ ଏକା, ନାମ ମାତ୍ର ଅଟଇ ପଥର ସଖା। କୁହାଯାଇଛି ତୋ ସାଙ୍ଗରେ କେହି ଯିବେ ନାହିଁ, ତୁ ଏକା ଆସିଥିଲୁ ଏ ମରଧାମକୁ ଏବଂ ତୋତେ ଏକା ହିଁ ଯିବାକୁ ପଡ଼ିବ। କେବଳ ନାମ, କଳିଯୁଗ ଯେଉଁ କୁହାଯାଉଛି, ଏ ଯୁଗର ମାଧ୍ୟମ ଭଗବାନଙ୍କୁ ଭଜନ କରିବା ଏବଂ ଭଗବାନଙ୍କୁ ପାଇବା ପ୍ରାପ୍ତି ନିମନ୍ତେ ଗୋଟିଏ ମାତ୍ର ମାଧ୍ୟମ ହେଉଛି ନାମ। ସେହି ନାମ ହିଁ କେବଳ ତୋ ସାଙ୍ଗରେ ଯିବ। ହରିନାମ ଯେଉଁ କୁହାଯାଉଛି ମହାମନ୍ତ୍ର।
टाण करिछु मन सबु मोहरी टली पड़िले केही नुहे कहारी। बार बार निश्चित भाव मन को उद्बोधन दौची चैतन्य पुरुष जो कह जाउची टाण करिछु ए सबु मोर ए घर द्वार पुत्र द्वारा ए समस्त ही मोर ए विशाल संपत्ति को मु ही रोजगार करिछि किंतु जेतेबेले टली पड़िबु केही पचारिबे नाही एवं मला गला बोली से दिघड़ी कांदिबे किंतु दुआरे रे गोबर देई तोते सबुदिन पई विदाय देई देबे। टेरा भितरे जेन्हे अपूर्व नारी टोप चौरा अच्छी तो देहे पुरी जो कह टेरा भितर अपूर्व नारी सुंदर परिपाटी बेसर जो कह अपूर्व नारी बेस टेरा भितर किंतु टोप चौरा मध्य तो देहरे पुरीकी अच्छी ए देह को नहीं एते गर्व करिवार आवश्यकता नहीं मन। ठिके मु कहू अच्छी कर मो कथा ठिके तो देहे अच्छी शून्य देवता तो देहरे शून्य देवता विराजमान ए देह एक मंदिर ए देह एक देउल ए मंदिर रे नित्य जगन्नाथ विराजित तेणु हे मन मु जहा कहूँ थरे मो कथा को श्रवण कर। ठिकी जीवुटी ठिक मुंडे पड़िले ठिके गुरु को सेवा कर तू भले। गुरु को सेवा करने नित्य नियत कविंकर जो प्रबोधना यही मन को निश्चित भाव में यह ओडिया साहित्य एक सुंदर परंपरा तैयारी करिछि अर्थात जीवन रे तू ही ठिकी जीवु अर्थात ठकी ही जीवु। डाकी कहूची मन भज गोविंद डर जंजाल जाऊ एतोर हृदय तो हृदय समस्त डर समस्त जंजाल समस्त भय चली जाऊ तेणु तोते मु डाकी करी कहूची हे मन निश्चित भाव तू गोविंद को नाम को स्मरण कर। डेरी थांती श्रवण भक्त डाककू डंगा जेन्हे जलरे चाहे पछकू डंगा जेभली भाव में जलरे पछकू चाहे यही भक्त बांधव प्रभु निश्चित भाव में भक्तों डाककू से अपेक्षा रखती। ढोल जेसने ढाऊ ढाऊ बाजई ढाले तही भितरे किछि ही नहीं रे अर्थात ए देह को नहीं गर्व ए रूप मंदिर को नहीं गर्व किंतु ता भितरे किछि नहीं ए संसार अनित्य फंपा यह नहीं गर्व करिवार आवश्यकता नहीं कारण मृत्यु पर जो मनुष्यर दशा हुए जीवन सारा जिते अन्याय अनीति पाप तार सूचना नहीं तेणु ए फंपा आवाज कर किछि लाभ नहीं मन बेलहु सावधान हबार समय आसीछि। ढांकी रहिछि देह सबुटी तुच्छ ढली पड़िले सबु हेबटी मिछ जेबे ढली पड़िबु तो पाई ए समग्र सृष्टि मिछ पालटी जीव। ए देह को जेते सुंदर रूपे ढांकी रखिछि वस्त्र पोशाक परिधान एवं नानादि अलंकार ये सब तुच्छ ये सब मिछ एणे तू देइथिले तेणे पाइबु अण आयत बेले किघेनी जीवु जदि देइथिले पाई निश्चित भाव में जदि दान ध्यान एवं अन्य मानकर मंगल साधन करिथिबु एवं परकाल रे मृत्यु परे तोते निश्चित भाव में से सब प्राप्त हब कारण अण आयत बेले एई गुड़िक मूल्यवान धन जहाँकि जीवन रे जहाँकि तो कर्म रे आसीबो। अण निश्वासी होई रहिबु दिने अनेक दुख देवे जम भुवने तू अण निश्वासी होई दिने रहिबु एवं जो जमपुरी कह जाउछि अहि नर्क से तोते नर्कगामी हबार सुजोग मिलिबो एवं जमदूत माने तोते अनेक दंड विधान करिवे जहाँ तो पाई निश्चित भाव में अत्यंत दुखदायक साब्यस्त हब। तुझे बोलू मोहर अर्जिला धन तो देह नुहे तोर देख ए मान तो ए देह भी तोर नुहे अर्जिला धन को साइति रखी कि जस पाइबु कारण ए धन तोते दिने छाड़ी चली जीवो किंतु ए देह भी तोते दिने छाड़ी चली जीवो अथच तू शून्य हस्तर ही पड़ी रहिबु। तोहरी संगु जन गलेणी केते तू मिथ्या कथा को तू जाऊ परते परते अर्थ विश्वास करवा जो कह विश्वास योग्य कथा कहीं मिछ कथार भली अनित्य संसार में मातिचु कारण तू पछकू देख आगू देख तो संगर केते लोक गले कहीं बाहुड़ी आसी ना केवल पुण्य ही तांका सहित आगू जाइए। थिले संसारे जेते नृपति थय करिके भोग कलाए पृथ्वी ए पृथ्वी रे अनेक नरपति जो माने पृथ्वी विजयर स्वप्न देखिछन्ति एवं पृथ्वी की मध्य विजय करिछन्ति किंतु गला बेले शून्य हस्तर जाइछन्ति से माने केही किछि नै नाहंति तेणु केवल सब व्यर्थ प्रयास। हे मन एबेठु सावधान रहबा पई आगभर हुओ। थोइला धन तोर खंट खाइबे थाने तोहरी घर करी रहिबे तू जो स्थान रे घर करी रहिछु तू जो स्थान रे घर करी रहिछु सही खंट माने सही जगार ही रहिबे कारण तो अर्जिला धन को खंट माने निश्चित भाव में खुंटी करी खाई जिबे आउ नहीं जिबे। देहे पुरीछि तोर अशेष रोग दिन चारिकी सिना ए सुख भोग तो देह रोगर एक कारखाना तो देह रोगर एक खणी ए देहरे अपर्याप्त रोग अछि काहेकि 4 दिन पई एते बड़ाई काहेकि 4 दिन पई एते गर्व। हे मन दंडे हे केही तोते रखिबो नाही
ଦଣ୍ଡୁ ଯେ ଥିବେ ଯମ ଡଗର ଯହିଁ ଯମର ଡଗର ତୋତେ ଦଣ୍ଡ ବିଧାନ କରୁଥିବେ ଯମଦୂତ ମାନେ, କାରଣ ଏହା ଧ୍ରୁବ ସତ୍ୟ। ଧର୍ମ ଅଧର୍ମ କଥା ନ ଜାଣୁ ତୁହି ଧନ୍ଦି ହେଉଛୁ ଧନ ଅର୍ଜିବା ପାଇଁ। ଧନ ଅର୍ଜିବା ପାଇଁ ମନରେ କେତେ ପ୍ରକାର ଫନ୍ଦି ଫିକର କରୁଛୁ, ଧନ୍ଦି ହେଉଛୁ, ଝାଳ ଲୁହ ଲହୁକୁ ଏକାକାର କରୁଛୁ। ଧୋକା ରଖିଲେ ଧନ୍ଦା ଫିଟିବ ନାହିଁ, ଧର୍ମରେ ଆତଜାତ ହେଉଛି ମହି। ଏ ପୃଥ୍ୱୀ ନିଶ୍ଚିତ ଭାବରେ ଧର୍ମରେ ହିଁ ଆତଜାତ ହେଉଛି। ଧର୍ମରେ ଚନ୍ଦ୍ର ସୂର୍ଯ୍ୟ ପୃଥିବୀରେ ଆତଜାତ ହେଉଛନ୍ତି। ତେଣୁ ଧୋକା ଆଉ ପରଶ୍ରୀ କାତରତା ଏହାଦ୍ୱାରା କେବେ ହେଲେ ଧନ୍ଦା ଫିଟିବ ନାହିଁ କି ଫନ୍ଦା ଖୋଲିବ ନାହିଁ ରେ ଧନ। ନିନ୍ଦିତ କର୍ମ କଲେ ନିନ୍ଦା ପାଇବୁ, ନରକେ ପଡ଼ି କେତେ ଦୁଃଖ ସହିବୁ ରେ। ନର୍କଗାମୀ ହେବୁ। ଏ ପୃଥିବୀକୁ ଆସି ଅମୃତ ବିତରଣ କରିବା ଅପେକ୍ଷା ଯଦି ବିଷକୁ ବିତରଣ କରିବୁ, ତେଣୁ ନିନ୍ଦିତ କର୍ମ କଲେ ନିଶ୍ଚିତ ନିନ୍ଦା ପାଇବୁ ଏବଂ ନର୍କରେ ନାନାଦି ପ୍ରକାର ଯାତନା ଦଣ୍ଡ ତତେ ହିଁ ଭୋଗ କରିବାକୁ ହେବ। ନିମିଷେ ମାତ୍ର ମୁଖେ ନବୋଲୁ ହରି, ନାଶ ହେତୁକୁ କିମ୍ପା ଧରୁ ଆବୋରି। ଯାହା ନାଶଯୋଗ୍ୟ, ଯାହା ବିନାଶ ପ୍ରାପ୍ତ, ସେହି ପ୍ରକାର ହେତୁ ଶବ୍ଦକୁ ଧରି କାହିଁକି ଏ ଅନିତ୍ୟ ସଂସାରରେ ମାତିଛୁ? କାହିଁକି ଜୀବନରେ ଥରୁଟିଏ ତ ମୁଖରେ ହରିନାମ ଉଚ୍ଚାରଣ କରୁନାହୁଁ ବୋଲି ଚୈତନ୍ୟ ମନକୁ ସୁନ୍ଦର ଭାବରେ ଉପଦେଶ ପ୍ରଦାନ କରୁଛି। ପାହିଲେ ନିଶି ଜେହ୍ନେ ରବି ଉଦୟ, ପଦ୍ମଲୋଚନ ସବୁ ଦେହେ ଉଦୟ। ଅର୍ଥାତ୍ ସମସ୍ତଙ୍କ ଦେହରେ ଭଗବାନ ବିଦ୍ୟମାନ। ପଦ୍ମଲୋଚନ କୁହାଯାଉଛି, ଯେଉଁ ନୀଳୋତ୍ପଳ ନେତ୍ର ଯେଉଁ କୁହାଯାଉଛି ପଦ୍ମଲୋଚନ ଭଗବାନ ସମସ୍ତଙ୍କ ଦେହରେ ଉଦୟ ହୋଇଛନ୍ତି। ଯେଉଁଭଳି ଭାବରେ ନିଶି ପାହିଗଲେ, ଅମାନିଶି ପାହିଗଲେ ନିଶ୍ଚିତ ସୂର୍ଯ୍ୟଙ୍କର ଉଦୟ ହୁଏ, ଠିକ୍ ସେହିଭଳି ଭାବରେ ଭଗବାନ ସମସ୍ତଙ୍କ ଦେହରେ ବିଦ୍ୟମାନ। ଏହି ଭାବନାକୁ ତୁ ଜାଣି ରଖିବା ଉଚିତ। ପ୍ରଭୁଙ୍କୁ ଆଶ୍ରୟ କର ତରିବୁ ଯେବେ, ପାଦ ପଦ୍ମରେ ଚିତ୍ତ ଦିଅତୁ ଭବେ। ଯଦି ଏ ଭବସାଗରକୁ ତରିଯିବାର ଏକମାତ୍ର ପନ୍ଥା ହେଉଛି ପ୍ରଭୁଙ୍କ ପାଦ ପଦ୍ମରେ ଶରଣ ଯିବା। ଫୁଲ ଯେସନେ ଫୁଲେ ଫୁଲେ ବିହରେ, ଫୁଲ ସମୀରେ ଆଉ ନଦୀ ସେ ତାରେ। ଫୁଲ ଯେଉଁଭଳି ଭାବରେ ଫୁଲମାନଙ୍କ ଗହଣରେ ହସୁଥାଏ, କିନ୍ତୁ ଯେତେବେଳେ ଝଡ଼ ବାତ୍ୟାକୁ ସାମ୍ନା କରେ ସେତେବେଳେ ନିଶ୍ଚିତ ଭାବରେ ଏହି କଳିକା ବୃନ୍ତଚ୍ୟୁତ ହୁଏ ଏବଂ ଜୀବନର ଅସାରତା ସମ୍ପର୍କରେ ଏହା ସୁନ୍ଦର ସୂଚନା ଦିଆଯାଇଛି। ଫଳ ସଂସାରେ ଲାଭ ହରି ଭଜନ, ଫାସ ଗଳାକୁ କିମ୍ପା କରିଛୁ ଧନରେ। କାହିଁକି ଗଳାରେ ଏ ପାପ ପଙ୍କିଳ ଫାସକୁ ଧରି ରଖିଅଛୁ? କାରଣ ଏ ଫଳ ସଂସାରେ ହରିନାମ ଏକମାତ୍ର ତରିବାର ଉପାୟ। ହରିନାମ ନିଶ୍ଚିତ ଭାବରେ ଏକମାତ୍ର ଏ ଫାସକୁ କାଟିବାର ଉପାୟ। କାହିଁକି ଅଯଥାରେ ବେଳକୁ ବେଳ ତୋତେ କହୁଛି ମୁହିଁ, ବାନ୍ଧିଣ ନେବ ଯମ କି ଦୁଃଖ ଦେଇ। ଯମ ତୋତେ ନିଶ୍ଚୟ ଦିନେ ବାନ୍ଧିବ। ଅନିତ୍ୟ ସଂସାରରେ ଏ ଯେଉଁ ପାପ କର୍ମରେ ତୁ ନିଶ୍ଚିତ ଭାବରେ ଲିପ୍ତ ଅଛୁ, ତୋତେ ନିଶ୍ଚୟ ଦିନେ ଯମ ବାନ୍ଧିବ। କାରଣ ଅନେକ ବେଳୁ ମୁଁ ତୋତେ ସାବଧାନ କରୁଛି, ଯଦି ଏହା ନ ଶୁଣୁ ତାହେଲେ ତୋର ନିଶ୍ଚିତ ଭାବରେ ଏହି ପାପର ପ୍ରାୟଶ୍ଚିତ ହେବ। ବିକଳେ କାନ୍ଦୁଥିବୁ ଆକୁଳ ହୋଇ, ବେଳହୁଁ ଆଶ୍ରୟ କରି ଭଜ ଗୋସାଇଁ। ସେ ଯେଉଁ ଗୋସାଇଁ ଯେଉଁ କୁହାଯାଉଛି ଗୋସ୍ୱାମୀ ଜଗନ୍ନାଥଙ୍କୁ ବେଳହୁଁ ଭଜନ କର। ଯେତେବେଳେ ଯମଦୂତମାନେ ତୋତେ ଅକଥନୀୟ ଅତ୍ୟାଚାର ତୋ ଉପରେ କରୁଥିବେ, ନର୍କ ଯନ୍ତ୍ରଣା ଦେଉଥିବେ, ସେତେବେଳେ ଭେଳା ବୁଡ଼ିବ ହେଳା କଲେ କହୁଛି, ଭଙ୍ଗା ନାବରେ କେବା ସିନ୍ଧୁ ତରିଛି ରେ। ଜୀବନର ସୁନ୍ଦର ସତ୍ୟ ଉଦ୍ଘାଟିତ ହୋଇଛି ଏହି ପଦ୍ୟରେ। ନିଶ୍ଚିତ ଭାବରେ କୁହାଯାଇଛି, ଭଙ୍ଗା ନାବରେ କେହି କ'ଣ ଏତେ ବଡ଼ ପାରାବାର ଯେଉଁ କୁହାଯାଉଛି ସିନ୍ଧୁକୁ ପାରି ହେବାର ସ୍ୱପ୍ନ ଦେଖିଛି? ତେଣୁ ନିଶ୍ଚିତ ଭାବରେ ତୋ ଜୀବନର ଭେଳା ବୁଡ଼ିବା ହିଁ ସାର ହେବ। ଭାବକୁ ନିକଟ ସେ ଅଭାବେ ଦୂର, ଭକତ ଦାସ ବୋଲେ ଜୀବନ ଛାରରେ। ଭକ୍ତଦାସ ଏଠାରେ ନିଜ ନାମକୁ ଭଣନ୍ତି କରି ମଧ୍ୟ କହିଛନ୍ତି, ଏ ଜୀବନ ଅନିତ୍ୟ, ଏ ଜୀବନ ଛାର, ଏ ଜୀବନ ଅତି ନଗଣ୍ୟ। ତେଣୁ ଭାବକୁ ନିକଟ ଏବଂ ଅଭାବକୁ ଦୂର। ଭାବବଶତଃ ଯିଏ ପାଖରେ ବସି ଭକ୍ତକୁ ନିଶ୍ଚିତ ଭାବରେ ଆଉଁସି ଦିଅନ୍ତି, କିନ୍ତୁ ଅଭାବ ଯିଏ ତାଙ୍କୁ ଭଜନ କରେ ନାହିଁ, ଯିଏ ତାଙ୍କୁ ଡାକେ ନାହିଁ, ଯିଏ ତାଙ୍କ ସ୍ତୁତି ଗାନ କରେ ନାହିଁ, ତା ନିକଟରେ ସେ ଅଭାବ ଏବଂ ସେ ବ୍ୟକ୍ତି ହିଁ ନର୍କ ଯନ୍ତ୍ରଣା ଭୋଗ କରିଥାଏ। ମିଥ୍ୟା ମାୟା ସଂସାର ନୁହେଁ କାହାରି, ମଲା ବୋଲିଣ ଦିନେ ପଡ଼ିବ ହୁରି। ମଲା ଗଲା ବୋଲି ଦିନେ ହୁରି ପଡ଼ିଯିବ। କାରଣ ଏ ମିଛ ମାୟା ସଂସାର, ଏଠି କେହି କାହାରି ନୁହନ୍ତି। ମହି ଭିତରେ କେହି ଦେଖିବ ନାହିଁ, ମଲା ବୋଲି କାନ୍ଦୁଛୁ ମରିବୁ ତୁହି। ଯିଏ ମଲା ବୋଲି ତୁ କାନ୍ଦୁଛୁ, ତତେ କିନ୍ତୁ ଦିନେ ମୃତ୍ୟୁ ଆମନ୍ତ୍ରଣ ଦେବ। କାରଣ ଏ ମହିମଣ୍ଡଳରେ କେହି ଅମର ରହିବେ ନାହିଁ। ଜନମ ହେଲେ ପ୍ରାଣୀ ଅବଶ୍ୟ ମରି, ଯଶ ରଖିବୁ ଯେବେ ଭଜ ଶ୍ରୀହରି। ଯଦି ଏ ଜୀବନରେ କିଛି ଯଶ ଆଉ କୀର୍ତ୍ତି ଅର୍ଜନ କରିବାର ଅଛି, ଏବେଠାରୁ ଶ୍ରୀହରିଙ୍କୁ ଭଜନ କର। କାରଣ ଜନ୍ମ ହେଲେ ପ୍ରାଣୀ ଅବଶ୍ୟ ମରିବ। ଯମ ବାନ୍ଧି ନେବଟି ହେବୁ ମେଲାଣି, ଜଗନ୍ନାଥ ମହିମା ଏଡ଼ିକି ଆଣି। ଯେଉଁ କୁହାଯାଉଛି ଜଗନ୍ନାଥଙ୍କର ଅପାର ମହିମା ବଳରେ ତୁ ନିଶ୍ଚିତ ଉଦ୍ଧାର ପାଇଯିବୁ। କାରଣ ତୋର ଏଇ ପାପକର୍ମ ପାଇଁ ତତେ ଦିନେ ନିଶ୍ଚିତ ଭାବରେ ଯମଫାସରେ ବନ୍ଧନ ଯୋଗ ଅଛି।
ରଙ୍ଗ ପସରା ସିନା ଭବ ସାଗର, ରଙ୍ଗ ଭିତରେ ଅଛି କିନାର ଖାର। ଚିତ୍ର ପ୍ରତିମା ପ୍ରାୟ ଯେମିତି କୁହାଯାଇଥିଲା, ଏ ରଙ୍ଗ ପସରା, ଏ ଭବ ସଂସାର, ନିଶ୍ଚିତ ଭାବରେ ଏଠି ଆଖି ଝଲସିଆ ଦୃଶ୍ୟ ପ୍ରତିନିୟତ ଦେଖାଯାଉଥାଏ ଏବଂ ମନଭୁଲାଣିଆ କଥା ମଧ୍ୟ କୁହାଯାଉଥାଏ, ଯାହାକି ମଣିଷକୁ ପାପ ପଙ୍କରେ ଡୁବେଇ ରଖିବା ପାଇଁ ପ୍ରଯତ୍ନ କରାଯାଇଥାଏ। କିନ୍ତୁ ଏ ରଙ୍ଗ, ଏ ଭବପସରା ଅନିତ୍ୟ, କ୍ଷଣସ୍ଥାୟୀ, ଯାହାର କୌଣସି ନିତ୍ୟତା ନାହିଁ, ଯାହାର କୌଣସି ସ୍ଥାୟିତ୍ୱ ନାହିଁ ଏବଂ ମଣିଷକୁ ମୁକ୍ତି ମାର୍ଗରେ ଘେନିଯିବାର କୌଣସି ବିଧାନ ନାହିଁ। ତେଣୁ ଏହାକୁ ପରିତ୍ୟାଗ କରିବା ସର୍ବାଦୌ ବାଞ୍ଛନୀୟ। ରୂପ ପ୍ରତିମାକୁ ତୁ ପରତେ ନ ଯା, ରହିବେ ନାହିଁ କେହି ରଜା ପରଜାରେ। ଏ ରୂପ ପ୍ରତିମାକୁ ନେଇ ଗର୍ବ କରିବାର ବେଳ ନୁହଁ, କାରଣ ସବୁ ରୂପ ଦିନେ ମାଟିରେ ମିଶିବ। ସବୁ ରୂପରୁ ଘଟ ଉଡ଼ିଗଲା ପରେ ସେ ନିଶ୍ଚିତ ଭାବରେ କୁଶ୍ଚିତ କଦାକାର ଏବଂ ଦୁର୍ଗନ୍ଧରେ ପରିପୂର୍ଣ୍ଣ ହୋଇଯିବ। କାରଣ ଏଠାରେ ରାଜା ମରିବେ, ଏଠାରେ ପ୍ରଜା ମରିବେ, ଏଠାରେ ଧନୀ ମରିବ, ଏଠାରେ ଗରିବ ମଧ୍ୟ ମରିବ, ସମସ୍ତେ ଏଠି ମରିବେ, କାରଣ ମନୁଷ୍ୟ ମରଣଶୀଳ। ଲୋଚନେ ଦେଖି କର୍ଣ୍ଣେ ଶୁଣୁଛୁ ନୀତି, ଲୋଭ କରି ଅର୍ଜିଛୁ ଧନ ସମ୍ପତ୍ତି। ଲୋଚନେ ଶୁଣୁଛୁ, ଆଖିରେ ଦେଖୁଛୁ ଏବଂ କାନରେ ଶୁଣୁଛୁ, ହରିନାମ କଥା ଶୁଣୁଛୁ, ମୁକ୍ତିର ବାଟ କଥା ଶୁଣୁଛୁ, ଏସବୁ ସତ୍ତ୍ୱେ ମଧ୍ୟ ଲୋଭ କରି ଧନ ଅର୍ଜନରେ ପ୍ରତିନିୟତ ବ୍ୟସ୍ତ ରହୁଛୁ। ଏହା ନିଶ୍ଚିତ ଭାବରେ ତୋ ପାଇଁ ଦୁର୍ଭାଗ୍ୟ। ଲୋଭଟି ସବୁ ନାଶ କରଇ ମନ, ଲୋଡ଼ିଲେ ନ ପାଇବୁ ଆଉ ଜୀବନରେ। ଲୋଡ଼ିଲେ ଆଉ ତୁ ଜୀବନ ପାଇବୁ ନାହିଁ, କାରଣ ଅନେକ ଜନ୍ମ ପୁଣ୍ୟ ଫଳେ ମାନବ ଜନ୍ମ ମୋହି ତଳେ। ଏ ସୃଷ୍ଟିରେ ମାନବ ଜନ୍ମ ଲାଭ କରିବା ଏକ ନିଶ୍ଚିତ ପୁଣ୍ୟର କଥା, କାରଣ ଆଉ ତୁ ଏ ମଣିଷ ଜନ୍ମ ପାଇବୁ ନାହୁଁ ଯଦି ତୁ ପାପ ଏବଂ ଅନ୍ୟାୟ ପଥରେ ଗତି କରିବୁ। ଏ ସଂସାରରେ ଲୋଭ ସବୁ ମୃତ୍ୟୁର କାରଣ। ଏହି ଲୋଭ ମଣିଷକୁ ମାରିଦିଏ। ବିଅର୍ଥେ ବହିଅଛୁ ଦୁର୍ଲଭ ଦେହ, ବିଷୟା ବିଷେ ଆଉ ନବଳା ସ୍ନେହ। ଯେଉଁ କୁହାଯାଉଛି ଦୁର୍ଲଭ ହେ ଶରୀର, ୟାକୁ ବିଅର୍ଥ କରିବାର ଯେଉଁ ପରିଣାମ ତତେ ଦିନେ ଭୋଗ କରିବାକୁ ପଡ଼ିବ। ବିଷୟ ରୂପକ ବିଷ, ୟା ଭିତରେ ମଜ ନାହିଁ, କାରଣ ଏ ହଳାହଳ ବିଷ ତତେ ମୃତ୍ୟୁ ମୁଖକୁ ଟାଣି ନେବ। ତେଣୁ ଏବେଠୁ ତତେ ନିଶ୍ଚିତ ରୂପେ ହରିନାମ ଭଜନ କରିବାକୁ ହେବ। ବୁଢ଼ୀ ଜୀବଟି ମୂଳ ଲାଭ ସରିବ, ବେଳହୁଁ ଆଶ୍ରା କରି ଭଜ ମାଧବ। ଅର୍ଥାତ୍ ଏଠାରେ ମୂଳ ଜୀବ ଏବଂ ଲାଭ ବି ଜୀବ, ଅର୍ଥାତ୍ ଜୀବନ ସାମଗ୍ରିକ ଭାବରେ ବିଫଳତାରେ ପରିଣତ ହେବ। ତେଣୁ ବେଳହୁଁ ଆଶ୍ରା କର ନିଶ୍ଚିତ ରୂପେ ସେ ମାଧବ, ଯେଉଁ କୁହାଯାଉଛି ହରି, ଜଗନ୍ନାଥ, କୃଷ୍ଣ, ବିଷ୍ଣୁ, ଶ୍ରୀକୃଷ୍ଣ ପାଦ ପଦ୍ମେ ଦିଅତୁ ମନ, ସରିଲେ ନ ପାଇବୁ ଆଉ ଜୀବନରେ। ଏ ଜୀବନ ଅମୂଲ୍ୟ, ଏ ଜୀବନ ଅତ୍ୟନ୍ତ ମୂଲ୍ୟବାନ। ତେଣୁ ଶ୍ରୀକୃଷ୍ଣଙ୍କର ପାଦପଦ୍ମରେ ତୋତେ ମନ ଧ୍ୟାନ ଏହାକୁ ସମର୍ପଣ କରିବାକୁ ହେବ, କାରଣ ଏ ଜୀବନ ଆଉ ଦୁଇଥରେ ମିଳିବାର ସମ୍ଭାବନା ନାହିଁ। ଶ୍ରୀକୃଷ୍ଣ ନାମ ଗୋଟି କର ଭଜନ, ଶ୍ରୀକୃଷ୍ଣ ପାଦପଦ୍ମେ କର ତୁ ଧ୍ୟାନ। ଯଥାକ୍ରମେ ସେହି ଅବିନଶ୍ୱର ସତ୍ୟ ଭଗବାନ ଶ୍ରୀକୃଷ୍ଣଙ୍କର ପାଦପଦ୍ମରେ ଧ୍ୟାନ କରିବା ପାଇଁ ଚୈତନ୍ୟ ନିଶ୍ଚିତ ଭାବରେ ମନକୁ ସମ୍ବୋଧନ କରୁଛନ୍ତି। ସନ୍ତୋଷ ଚିତେ ତୁହି ହରିଙ୍କି ଭଜ, ସଂସାରେ ପଡ଼ି ଆଉ ନ ପାଓ ଲାଜ। ସନ୍ତୋଷ ଚିତ୍ତରେ ଏବଂ କର୍ମନିବିଷ୍ଟ ହୋଇ ଉଲ୍ଲାସରେ ଭଗବାନଙ୍କୁ ଭଜନ କର। ସବୁଟି ମିଛ, ହରି ନାମଟି ସତ, ଶ୍ରୀକୃଷ୍ଣ ପାଦପଦ୍ମେ ଦିଅତୁ ଚିତ। ଏ ସଂସାରରେ ସବୁ ମିଛ, କେବଳ ହରିନାମ ହିଁ ସତ୍ୟ। ତେଣୁ ବେଳହୁଁ ତୋତେ ଶ୍ରୀକୃଷ୍ଣଙ୍କର ପାଦପଦ୍ମରେ ଧ୍ୟାନ ଦେବା ପାଇଁ ହବରେ ମନ। ସତ୍ୟ ମଣୁଛୁ ତୁହି ଭବ ସାଗର, ସରି ଯାଉଛି ପରମାୟୁ ତୋହର। ଏ ଭବସାଗରକୁ, ଏ ପାର୍ଥିବ ଜଗତର ସୁଖ ଅଳିକ ଧନ, ଏହାକୁ ତୁ ନିଶ୍ଚିତ ରୂପେ ସତ୍ୟ ଭାବନାରେ ଭାବୁଛୁ, କିନ୍ତୁ ଏହା ସତ୍ୟ ନୁହେଁ। ଠିକ୍ ସତ୍ୟର ସନ୍ଧାନ କଲା ବେଳକୁ ତୋର ପରମାୟୁ ସରିଯାଇଥିବ। ତେଣୁ ପ୍ରତିଦିନ ତୋର ଆୟୁଷ କ୍ଷୀଣ ହେଉଛି। ଏବେଠାରୁ ଏ ଭ୍ରମ ଦୂର କରି ହରିନାମ ଭଜନରେ ମନ ଦିଅ। ସନ୍ତୋଷ ହୋଇ ଦୃଢ଼େ ଭଜ ଶ୍ରୀହରି, ଶୋକ ସାଗରୁ ଯେବେ ହୋଇବୁ ପାରି। ନିଶ୍ଚିତ ଭାବରେ କୁହାଯାଇଛି, ସନ୍ତୋଷ ହୋଇ ଚିତ୍ତ ମଗ୍ନ କରି ଧ୍ୟାନସ୍ଥ ଭାବରେ ଏହି ହରିନାମକୁ ଭଜନ କର। ଯଦି ଏ ପାପ ପଙ୍କିଳ ଏ ପୃଥିବୀରୁ ପାରି ହେବାର ଇଚ୍ଛା ପୋଷଣ କରୁଛୁ ମନ। ହୁଡ଼ିଲେ ଯେତେ ଜନ ହରି ନାମକୁ, ହୀନ ଗତିକୁ ଗଲେ ବୁଡ଼ି ତଳକୁ। ଯେଉଁମାନେ ହରିନାମ ଭଜନରୁ ବିରତ ରହିଛନ୍ତି, ଯେଉଁମାନଙ୍କୁ ବୁଝେଇଲା ପରେ ମଧ୍ୟ ଅବୁଝା ହୋଇ ପାର୍ଥିବ ସୁଖ ମୋହରେ ଧାବମାନ ହୋଇଛନ୍ତି, ସେମାନେ ବୁଡ଼ି ବୁଡ଼ି ତଳକୁ ଗଲେ, ରସାତଳଗାମୀ ହେଲେ ଏବଂ ନର୍କ ଯନ୍ତ୍ରଣାକୁ ଭୋଗ କଲେ, କାରଣ ସେମାନେ ସତ୍ୟର ସନ୍ଧାନରେ ବ୍ୟର୍ଥ ହେଲେ। ହଜିଲେ ଦେହ ଆଉ ପାଇବୁ ନାହିଁ, ହାଟ ବସାଇଥିବେ ତୋ ଦେହ ପାଇଁ। ଏଇ ଯେଉଁ ଶ୍ୱାନ ଶୃଗାଳ
ତୋ ଦେହ ପାଇଁ ହାଟ ବସେଇଥିବେ ଏବଂ ତୋର ଘଟ ଯିବା କ୍ଷଣି ସେମାନେ ସମସ୍ତେ ତୋର ଏହି ପଞ୍ଜରା ହାଡ଼କୁ ଟୁକୁଡ଼ା ଟୁକୁଡ଼ା କରି ଖାଇଯିବେ। କ୍ଷୟ ଦୁର୍ଲଭ ଦେହ ହୁଏ ଆୟୁଷ, କ୍ଷୟ ନ ଯିବ ନାମ ହୃଦୟ ଘୋଷ। ହୃଦୟରେ ଏହି ନାମକୁ ନିଶ୍ଚିତ ରୂପେ ଘୋଷୁଥା ମନ, କାରଣ ଏ ଦେହ କ୍ଷୟ ଯିବ କିନ୍ତୁ ନାମ ହିଁ ଏକମାତ୍ର ଅକ୍ଷୟ, ଯାହାଦ୍ୱାରା ତୁ ଉଦ୍ଧାର ପାଇଯିବୁ। ଛାର ଦେହକୁ ମନ ନ ଯା ବିଶ୍ୱାସ, ଛାଡ଼ ଦୁର୍ବୁଦ୍ଧି କହେ ଭକତ ଦାସରେ। ଅର୍ଥାତ୍ ଏ ଛାର ଦେହକୁ ମନ କେବେ ବିଶ୍ୱାସ କର ନାହିଁ, କାରଣ ଏ ଦେହ ତତେ ଦିନେ ଠକି ଦେଇ ଚାଲିଯିବ। ଏବଂ ଛାଡ଼ ଦୁର୍ବୁଦ୍ଧି, ଭକ୍ତ ଦାସ କହୁଛନ୍ତି ଯାହାଙ୍କର ଆଦ୍ୟ ଜୀବନ ଥିଲା ବୈରାଗୀ ପଟ୍ଟନାୟକ ଏବଂ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେଲା ପରେ ସେ ହେଲେ ଭକ୍ତ ଦାସ। ଏବଂ ସେ ଯାହା କହୁଛନ୍ତି ଛାଡ଼ ଦୁର୍ବୁଦ୍ଧି ଏବଂ ନିଶ୍ଚିତ ଭାବରେ ମୁକ୍ତିର ମାର୍ଗକୁ ଅନ୍ୱେଷଣ କର ବୋଲି ଭକ୍ତ ଦାସ କହୁଛନ୍ତି। ବିଶେଷ କରି ମନବୋଧ ଚଉତିଶା ଆମ ସାହିତ୍ୟର ଏକ ଅନୁପମ କୀର୍ତ୍ତି। ଭକ୍ତି ସାହିତ୍ୟ, ଅଧ୍ୟାତ୍ମ ସାହିତ୍ୟରେ ଓଡ଼ିଶାର ଏତାଦୃଶ ଚଉତିଶା ନିଶ୍ଚିତ ଭାବରେ ବିରଳ ଏବଂ ପରବର୍ତ୍ତୀ ସମୟରେ ଆମେ ଅନ୍ୟାନ୍ୟ ଚଉତିଶା ଆଲୋଚନା କରିବା। ଧନ୍ୟବାଦ।